ନାଇଁ ଇନକ୍ୱାରି ବସିଲାଣି କମିଟି ବସିଲାଣି ଇନକ୍ୱାରି କଲାଣି ଏଇଟାକୁ ବେଶୀ ବଦନାମ କରାହେଉଛି। ଅଚ୍ୟୁତ ସାମଲ ପାଇଁ ଆଜି ଓଡ଼ିଶା ଭାରତ ବର୍ଷରେ ଗର୍ବ କରିଛି ଭୁବନେଶ୍ୱର କିଟ୍ସ ପାଇଁ। ଆଜି ହଜାର ହଜାର ଛାତ୍ର ଯୁବକ ପାଠ ପଢ଼ିକି ବିଦେଶ ଚାକିରି କରିଛନ୍ତି। ଗୋଟେ ଆଦିବାସୀ ସ୍କୁଲ ୱାର୍ଲଡରେ କେଉଁଠି ନାହିଁ। ବହୁତ ସୁନାମ ଧନ୍ୟ ଲୋକ ଭଦ୍ର ଲୋକ। ତାକୁ ଗୋଟେ କେଉଁଠି ସେ ଗୋଟେ 20-30 ହଜାର ପିଲା ପଢ଼ୁଛନ୍ତି ସେ ଯାଇ ଗୋଟେ କେଉଁଠି କେଉଁ ଝିଅ ପ୍ରେମ କଲା ଆଉ କାହାକୁ ପ୍ରେମ କଲା ପ୍ରେମିକ ପ୍ରେମିକ ଭିତରେ ବାଡ଼ିଆ ବାଡ଼ି ଆତ୍ମହତ୍ୟା କରୁ ସେ ମାନେ ଅଚ୍ୟୁତ ସାମଲ ଦାୟୀ ହେବ? ଅସମ୍ଭବ କଥା। କେଡ଼େ ବଡ଼ କଲେଜ କେଡ଼େ ବଡ଼ କ୍ୟାମ୍ପସ୍। ତେଣୁ ତାଙ୍କୁ ଗୋଟେ ବଦନାମ କରାଯାଉଛି। ସେ ଭାରତ ବର୍ଷର ଗୋଟେ ଗର୍ବ ଓଡ଼ିଶାର ଗର୍ବ ବିଶିଷ୍ଟ ଶିକ୍ଷାବିତ୍ ଅଚ୍ୟୁତ ସାମଲ। ହଁ ଫସେଇ ଦିଆଯାଉଛି ଯେ ତାଙ୍କର କିଛି ହେବନି। ସେ ସତରେ ଅଛନ୍ତି। ବଢ଼ିଆ ଭାବେ ଆମେ କରୁଛୁ। ଚମତ୍କାର ହବ। ବମ୍ବେ କଳାକାରମାନେ ବୁକ୍ ସରିଛନ୍ତି। ଆମର ବଣ୍ଟା ସରିଲାଣି କାର୍ଡ଼ ଏବଂ ସକାଳ 6ରୁ ଆରମ୍ଭ ହେବ 3ଟା ରାତିରୁ ଦର୍ଶନ ଆରମ୍ଭ ହେବ ପହଡ଼ ଖୋଲିବ। ତା ପରଦିନ ସକାଳ 3ଟା ପର୍ଯ୍ୟନ୍ତ ହରିହର ଭେଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ବହୁତ ବଢ଼ିଆ ଭାବେ ହେବ। ସବୁ ସେବାୟତ ମାନେ ବାମୁଣ ନିଯୋଗ ପୂଜା ପଣ୍ଡା ନିଯୋଗ ସମର୍ଥା ନିଯୋଗ ଆମର ଇଏ ବଡ଼ୁ ନିଯୋଗ ସମସ୍ତେ ରାଜି ହେଇଛନ୍ତି ରାତି 10ଟାରେ ମହାଦୀପ ଉଠିବା ପାଇଁ। କାରଣ ମହାଦୀପକୁ ସାରା ବିଶ୍ୱ ଅନେଇଥାଏ। ଇଲେକ୍ଟ୍ରୋନିକ୍ ମିଡ଼ିଆ ଜରିଆରେ କେତେବେଳେ ଉଠିଲେ ଆମେ ଦର୍ଶନ କରିବୁ। ଖୁବ୍ ବଢ଼ିଆ ହେବ। ଏଇନା ଆମର ପ୍ରିପାରେସନ୍ ମିଟିଂ ଅଛି ମୁଁ ଯାଉଛି। ଆଜି ସରକାରଙ୍କ ତରଫରୁ ପ୍ରିପାରେସନ୍ ମିଟିଂ ଚଳାଏ। ଆଜି ବି ଏଇନା ଡାକିଛନ୍ତି ପ୍ରିପାରେସନ୍ ମିଟିଂ। ଆମେ ଯାଉଛୁ। ଶିବରାତ୍ରିଟା କେମିତି ଉଚ୍ଚକୋଟୀର ହେବ ଶାନ୍ତିପୂର୍ଣ୍ଣ ଭାବେ ହେବ ଭଲ ଭାବେ ହେବ। ରାତି 10ଟାରେ ମହାଦୀପ ଉଠିବ। ଏଇନା ମିଟିଂ ଅଛି ମୁଁ ଯାଉଛି। ଭାରି ବଢ଼ିଆ। ଭକ୍ତ ଦାସ ଜଣେ ଟାଣୁଆ ନେତା ରେଲୱେ ମନ୍ତ୍ରୀ ଥିଲେ। ଅଲ୍ ଇଣ୍ଡିଆ କଂଗ୍ରେସର ଜେନେରାଲ ସେକ୍ରେଟାରୀ ହିସାବରେ ଆମର ତେଲେଙ୍ଗାନା ଏବଂ ଛତିଶଗଡ଼ ଦାୟିତ୍ୱ ନେଇ ସରକାର କରିଥିଲେ। 3 ଥର MP। ଭଲ ୱାର୍କର ଡାଇନାମିକ୍ ୱାର୍କର। ସେ ସଭାପତି ହେଇ ଆମକୁ 18 ତାରିଖ ଦିନ ଭୁବନେଶ୍ୱରରୁ 5-10 ହଜାର ଲୋକ ନେଇ ଚନ୍ଦନପୁର ଦେଇ ସାକ୍ଷୀଗୋପାଳ ଦେଇ ପିପିଲି ଦେଇ ଉତ୍ତରା ଦେଇ ପୁରୀରେ ପହଞ୍ଚିଥିଲୁ। ଖୁବ୍ ବଢ଼ିଆ। ହଜାର ହଜାର ସାରା ଓଡ଼ିଶାର ଛାତ୍ର ଯୁବକ ମହିଳା ଆଦିବାସୀ ଆସିଥିଲେ। ଖୁବ୍ ବଢ଼ିଆ ହେଇଛି। ଏବଂ ଆସିଲା ପରେ ଅଜୟ ଦାୟିତ୍ୱ ନେଇଛନ୍ତି ଜେନେରାଲ ସେକ୍ରେଟାରୀ। ଖୁବ୍ ବଢ଼ିଆ। ସେ 2 ଥର MP ଥିଲେ। ଆମର ୟୁପିର ପିସିସି ପ୍ରେସିଡେଣ୍ଟ ଥିଲେ ସଂଗଠକ। ଏ 2 ଜଣଙ୍କ ନେତୃତ୍ୱରେ ସେ ଆସିଲା ଦିନୁ ପଦଯାତ୍ରା ପରେ ସିନିୟର ମାନଙ୍କୁ ଡାକିଲେ କଂଗ୍ରେସ ଲୋକଙ୍କୁ ଜୁନିୟର ମାନଙ୍କୁ ଡାକିଲେ। ଆଜି ଜିଲ୍ଲା ୱାଇଜ୍ ଡାକିଛନ୍ତି MLA ଭାଇଙ୍କୁ ଡାକିଛନ୍ତି। ଖୁବ୍ ଭଲ କାମ ହେବ ବୋଲି ମୁଁ ଆଶା କରୁଛି। ନା ଦୁର୍ବଳ ହେଇଯାଉଛି ଆଇନ ଶୃଙ୍ଖଳା ବିଫଳ। ମୋହନ ମାଝୀ ଯଦି ନିଜେ ଟାଇଟ୍ ନ ହେବେ ଆଇନ ଶୃଙ୍ଖଳାକୁ ଟାଇଟ୍ ନ କରିବେ ସେ ନିଜେ ବୁଡ଼ିଯିବେ।